ଯାହା ସହିତ ତମକୁ ଦେଇଛ ନା ତା ସହିତ ଲାଇଫ ଟାଇମ ଖୁସି ରୁହ। ଆଉ ତାକୁ ଛାଡିକି ପର ମୁହୂର୍ତ୍ତରେ ଆଉ କାହାକୁ ଭଲ ପାଇକି ନିଜ ଲାଇଫ କି ବର୍ବାଦ କରନ୍ତୁ। କାହିଁକି ନା ଏମିତି କରିଥିବା ଲୋକ ଆଜିକା ଡେଟ ରେ କେବେ ବି ହେଲେ ଭଲ ରହିନାହାନ୍ତି। ତମମାନେ କେମିତି ଭାବୁଛ ନିଜ ସ୍ୱାମୀକି ମାରିଦେଇକି ନିଜ ପ୍ରେମିକ ସହିତ ଭଲ ରହିବ? ତ ଅନୁରୋଧ କରୁଛି ଯୋଉମାନେ ବି ଏମିତି କରୁଛ ନା କେବେ ବି ହେଲେ ଏମିତି ଭଲ ରହିବ। ତ ଅନୁରୋଧ କରୁଛି ଯୋଉ ଦେଖୁଥିବ ରାଜସ୍ଥାନରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ ମିଶିକି ନିଜ ସ୍ୱାମୀ କି ମାରି ଦେଇକି ଗୋଟେ ଡ୍ରମ୍ କିଣିକି ଡ୍ରମ୍ ଭିତରେ ଡେଡ୍ ବଡି ପୁରେଇକି ତା ଦେହରେ ଲୁଣ ପୁରେଇ ଦେଇଥିଲେ। ଯେତେବେଳେ କାହାକୁ ଜଣା ପଡିବନି ବଡି ତା ଭିତରେ ଶେଷ ହେଇଯିବ। ତ ଏମିତି କରୁଥିବା ସେଇ ସ୍ତ୍ରୀ ମାନଙ୍କୁ ଗୋଟେ କଥା କହିବି, ଯୋଉ ସ୍ୱାମୀ ତା ନିଜ ଜୀବନ ଛଡା ବାହାରେ ଖଟି ଖଟି ଯୋଉ 2 ପଇସା ଇନକମ କରି ତମକୁ ଖୁସି ରଖିବାକୁ ଚାହେଁ, ଆଉ ତମେ ମାନେ ଘରେ ରହିକି ଆଉ ଜଣକୁ ଭଲ ପାଇକି ଶେଷରେ ତା ପ୍ରେମରେ ଏତେ ପାଗଳ ହେଇଯାଉଛ ନିଜ ସ୍ୱାମୀ କି ମଧ୍ୟ ମାରି ଦଉଛ। ଗୋଟେ କଥା ମନେ ରଖିଥା, ଗୋଟେ ସ୍ତ୍ରୀ ପାଇଁ ତା ସ୍ୱାମୀ ଠାରୁ ବଡ ଆଉ କେହି ନାହିଁ। ମଝିରେ ତମମାନେ ଯୋଉ ତାକୁ ଭଲ ପାଇକି ପାଗଳ ହେଇଯାଉନ, ଗୋଟେ ଦିନ ଏମିତି ଆସିବ ସିଏ ନିଜେ ତମକୁ ମାରିକି ମଧ୍ୟ ସେମିତି ପୋତି ଦବ। ଅନୁରୋଧ କରୁଛି ଭଗବାନ ଯାହା ସହିତ ତମକୁ ଦେଇଛ ନା ତା ସହିତ ଲାଇଫ ଟାଇମ ଖୁସି ରୁହ। ଆଉ ତାକୁ ଛାଡିକି ପର ମୁହୂର୍ତ୍ତରେ ଆଉ କାହାକୁ ଭଲ ପାଇକି ନିଜ ଲାଇଫ କି ବର୍ବାଦ କରନ୍ତୁ। କାହିଁକି ନା ଏମିତି କରିଥିବା ଲୋକ ଆଜିକା ଡେଟ ରେ କେବେ ବି ହେଲେ ଭଲରେ ରହିନାହାନ୍ତି। ତମମାନେ କେମିତି ଭାବୁଛ ନିଜ ସ୍ୱାମୀକି ମାରିଦେଇକି ନିଜ ପ୍ରେମିକ ସହିତ ଭଲ ରହିବ? ତ ଅନୁରୋଧ କରୁଛି ଯୋଉମାନେ ବି ଏମିତି କରୁଛ ନା କେବେ ବି ହେଲେ ଏମିତି କରନ୍ତୁନି। କାହିଁକି ନା ନିଜ ସ୍ୱାମୀ ଠାରୁ ବଡ ଏ ଦୁନିଆରେ ଆଉ କେହି ନାହିଁ। ତ ଅନୁରୋଧ କରୁଛି ଯୋଉମାନେ ବି ଭିଡିଓ ଦେଖୁଛ ସମସ୍ତେ ସେୟାର କରିଦବ। ଆଜିକା ଡେଟ ରେ ଭୁଲ ଏମିତି କେହି ନ କରନ୍ତୁ। ଜୟ ଶ୍ରୀରାମ।